हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ ଓଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ଓଡ଼ିଆ ବିଷୟର ସମସ୍ତ ପଦ୍ୟ ଗଦ୍ୟ ଗଳ୍ପ ଏକାଙ୍କିକା ବିଭାଗର ଗୁରୁତ୍ୱପୂର୍ଣ୍ଣ 100ଟି MCQ ପ୍ରଶ୍ନ ଏହି ଭିଡ଼ିଓରେ ମୁଁ ତୁମମାନଙ୍କ ପାଇଁ ଆଣିଦେଇଛି। ଆଶା କରୁଛି ଏହି ପ୍ରଶ୍ନଗୁଡ଼ିକ ସମସ୍ତଙ୍କୁ ବହୁତ ଭଲ ଲାଗିବ ଏବଂ ଆଗାମୀ ପରୀକ୍ଷାମାନଙ୍କରେ ବହୁତ ସହାୟକ ହେବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଓଡ଼ିଆ ସାର୍ ଓଭି ହ୍ୱାଟ୍ସଆପ୍ ଚ୍ୟାନେଲକୁ ଫଲୋ କରିନଥିଲେ ଡେସ୍କ୍ରିପ୍ସନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ତୁମେ ଫଲୋ କରିପାରିବ। ଚାଲ ଆମେ ବିଳମ୍ବ ନ କରି ଭିଡ଼ିଓଟି ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ବୃକ୍ଷ ମାହାତ୍ମ୍ୟ କବିତାର କବି କିଏ? ବଳରାମ ଦାସ, ଜଗନ୍ନାଥ ଦାସ, ସାରଳା ଦାସ, ଗଙ୍ଗାଧର ମେହେର। ଉତ୍ତର ହେବ ଜଗନ୍ନାଥ ଦାସ। ଓଡ଼ିଆ ଭାଗବତର କେଉଁ ସ୍କନ୍ଧରୁ ବୃକ୍ଷ ମାହାତ୍ମ୍ୟ କବିତାଟି ଅଣାଯାଇଛି? ଏକାଦଶ ସ୍କନ୍ଧ, ଦଶମ ସ୍କନ୍ଧ, ନବମ ସ୍କନ୍ଧ, ଦ୍ୱାଦଶ ସ୍କନ୍ଧ। ଉତ୍ତର ହେବ ଦଶମ ସ୍କନ୍ଧ। କବି ବୃକ୍ଷକୁ କାହା ସହ ତୁଳନା କରିଛନ୍ତି? ସୁଜନ, ଦାନି, ରାଜା, ଭଗବାନ। ଉତ୍ତର ହେବ ସୁଜନ। ପିମ୍ପୁଡ଼ି ଠାରୁ ଆମର କ'ଣ ଶିଖିବାର ଅଛି ବୋଲି କବି କହିଛନ୍ତି? ଶୟନ, ଏକତା, ଆଳସ୍ୟ, ପରିଶ୍ରମ। ଉତ୍ତର ହେବ ପରିଶ୍ରମ। ଉଦ୍ବୋଧନ କବିତା କାହା ଦ୍ୱାରା ରଚିତ? ଗଙ୍ଗାଧର ମେହେର, ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ। ଉତ୍ତର ହେବ ଗଙ୍ଗାଧର ମେହେର। ଉଦ୍ବୋଧନ କବିତା କେଉଁ କାବ୍ୟରୁ ଆସିଅଛି? ଭାଗବତ, ଅର୍ଘ୍ୟଥାଳି, ତପସ୍ୱିନୀ, ପ୍ରଣୟବଲ୍ଲରୀ। ଉତ୍ତର ହେବ ଅର୍ଘ୍ୟଥାଳି। ହୃଦୟରେ କ'ଣ ପୋଷଣ କରିବା ପାଇଁ କବି ଉଦ୍ବୋଧନ କବିତାରେ କହିଛନ୍ତି? ଉଚ୍ଚ ଅଭିଳାଷ, ସେବା ମନୋଭାବ, ଅହିଂସା, ସ୍ୱାଭିମାନ। ଉତ୍ତର ହେବ ଉଚ୍ଚ ଅଭିଳାଷ। ନିଜଠାରୁ ଅଧିକ ବଳଶାଳୀ ଜନ୍ତୁମାନଙ୍କୁ ମଣିଷ ଆୟତ୍ତ କରିପାରିଛି କିପରି? ଏକତା ବଳରେ, ପରାକ୍ରମ ବଳରେ, ବୁଦ୍ଧି କୌଶଳ ବଳରେ, ନୀରବତା ବଳରେ। ଉତ୍ତର ହେବ ବୁଦ୍ଧି କୌଶଳ ବଳରେ। ଭରତଙ୍କୁ ପ୍ରବୋଧନ ଦେବା ପାଇଁ ରାମ କ'ଣ କରିଥିଲେ? ନିଜ ପାଦୁକା ଦେଇଥିଲେ, ରାଜ୍ୟ ସିଂହାସନ ଦେଇଥିଲେ, ସୁନା ଗହଣା ଦେଇଥିଲେ, ବସ୍ତ୍ର ଦେଇଥିଲେ। ଉତ୍ତର ହେବ ନିଜ ପାଦୁକା ଦେଇଥିଲେ। କାହା କରୁଣାରୁ ହନୁମାନ ସୁବର୍ଣ୍ଣଗଡ଼କୁ ଜିଣି ପାରିଥିଲେ? ରାମଚନ୍ଦ୍ର, ସୁଗ୍ରୀବ, ଲକ୍ଷ୍ମଣ, ରାବଣ। ଉତ୍ତର ହେବ ରାମଚନ୍ଦ୍ର। ସୁଧା ଏହି ଶବ୍ଦର ଅର୍ଥ କ'ଣ? ଅମୃତ, ପର୍ଯ୍ୟନ୍ତ, ବସୁଧା, ମଧ୍ୟ। ଉତ୍ତର ହେବ ଅମୃତ। ଗଙ୍ଗାଙ୍କ ପୁତ୍ର ଏକ ପଦରେ ପ୍ରକାଶ କର। ଗଙ୍ଗୁ, ଗଙ୍ଗାଧର, ଗାଙ୍ଗେୟ, ଗାଙ୍ଗେ। ଉତ୍ତର ହେବ ଗାଙ୍ଗେୟ। ମା ପୁଅକୁ ଡେସ୍ କଲେ ଶୁଦ୍ଧ ଶବ୍ଦଟି ଆମେ ବାଛିବା। ଚାରୋଟି ମଧ୍ୟରୁ ସଠିକ୍ ହେଲା ତୃତୀୟ ଅପସନ୍ ଆଶୀର୍ବାଦ। 14 ନମ୍ବର, ଲେଖକଙ୍କ ବାପା ଶେଷ କେତେ ଦିନ ଅଚୈତନ୍ୟ ଅବସ୍ଥାରେ ବଢ଼ିଥିଲେ? 2, 3, 4, 1। ଉତ୍ତର ହେବ 3 ଦିନ। ବାପାଙ୍କ ଦେହ ତ୍ୟାଗରେ କେତେ ବର୍ଷ ପରେ ଲେଖକ ମା ଛେଉଣ୍ଡ ହୋଇଥିଲେ? ଉତ୍ତର ହେବ 5 ବର୍ଷ। ରୋଗୀ ସେବା ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ଟମକାଙ୍କ କୁଟୀର, ଗାନ୍ଧୀ ମହାରାଜାଙ୍କ ଶିଷ୍ୟ, ଜଳଜନ୍ତୁ ସିରିଜ, ଜହ୍ନମାମୁଁ। ଉତ୍ତର ହେବ ଗାନ୍ଧୀ ମହାରାଜାଙ୍କ ଶିଷ୍ୟ। ଗୁରୁଙ୍କୁ ନ ମଣିବନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏହି ଭାବନା ବସ୍ତୁତଃ କେଉଁ ଯୁଗର? ନୂତନ ଯୁଗର, ଆଧୁନିକ ଯୁଗର, ସତ୍ୟ ଯୁଗର, ପୁରାଣ ଯୁଗର। ଉତ୍ତର ହେବ ପୁରାଣ ଯୁଗର। ଆମ ଶିକ୍ଷାରେ କ'ଣ ଖୁବ୍ ଗୌରବ ଅର୍ଜନ କରିଛି? ସ୍ୱପଠନ, ମୁଖସ୍ଥୀକରଣ, ଭାଷଣ, ଲିଖନ। ଉତ୍ତର ହେବ ମୁଖସ୍ଥୀକରଣ। ଶିକ୍ଷା କ୍ଷେତ୍ରରେ କାହାକୁ କେନ୍ଦ୍ରସ୍ଥାନ ଦିଆଯାଏ? ପୁସ୍ତକ, ଗୁରୁ, ବିଦ୍ୟାଳୟ, ଶିଷ୍ୟ। ଉତ୍ତର ହେବ ଶିଷ୍ୟ। ଡେସ୍କ ଯୁକ୍ତ ଇକ ସମାନ ଆର୍ଥନୀତିକ। ସଠିକ୍ ହେବ ଚାରୋଟି ମଧ୍ୟରୁ ଅର୍ଥନୀତି ଯୁକ୍ତ ଇକ ସମାନ ଆର୍ଥନୀତିକ। ବନ ନଥିବା ସ୍ଥାନରେ ବନ ସୃଷ୍ଟି କରିବା, ଏକ ପଦରେ ପ୍ରକାଶ କର। କ'ଣ ତାକୁ କୁହାଯାଏ? ରୂପାନ୍ତରୀକରଣ, ବନୀକରଣ, ବନଜ ବୃକ୍ଷରୋପଣ। ଉତ୍ତର ହେବ ବନୀକରଣ। ହରି ସିଂ କେଉଁ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିଲେ? ଭୁବନେଶ୍ୱର ପୋଷ୍ଟ ଅଫିସରେ, ପୁରୀ ସଦର ପୋଷ୍ଟ ଅଫିସରେ, କଟକ ସଦର ପୋଷ୍ଟ ଅଫିସରେ, ଖୋର୍ଦ୍ଧା ସଦର ପୋଷ୍ଟ ଅଫିସରେ। ଉତ୍ତର ହେବ କଟକ ସଦର ପୋଷ୍ଟ ଅଫିସରେ। ହରି ସିଂର ମାସିକ ଦରମା କେତେ ଥିଲା? 15 ଟଙ୍କା, 9 ଟଙ୍କା, 20 ଟଙ୍କା, 10 ଟଙ୍କା। ଉତ୍ତର ହେବ 9 ଟଙ୍କା। ଗୋପାଳର ମାର କେଉଁ ରୋଗ ହୋଇଥିଲା? ମ୍ୟାଲେରିଆ ରୋଗ, ସନ୍ନିପାତ ରୋଗ, ବସନ୍ତ ରୋଗ, ହଇଜା ରୋଗ। ଉତ୍ତର ହେବ ସନ୍ନିପାତ ରୋଗ। ଗୋପାଳର ମାସିକ ଦରମା କେତେ ଥିଲା? 20 ଟଙ୍କା, 25 ଟଙ୍କା, 9 ଟଙ୍କା, 30 ଟଙ୍କା। ଉତ୍ତର ହେବ 20 ଟଙ୍କା। ନେଉଳଟିର ଅଧା ଦେହ ସୁନା ପାଲଟିଗଲା କିପରି? ଖୁସି ହେବାରୁ, ସୁନା ପିନ୍ଧିବାରୁ, ବର ପାଇବାରୁ, ଅଇଁଠା ପତ୍ର ଖାଇବାରୁ। ଉତ୍ତର ହେବ ଅଇଁଠା ପତ୍ର ଖାଇବାରୁ। ଆପଣ ସୀମା ଲଙ୍ଘନ କରୁଛନ୍ତି ଆଗନ୍ତୁକ, ଏହା କାହାର ଉକ୍ତି? ଯୁଧିଷ୍ଠିର, ବ୍ରାହ୍ମଣ, ଭୀମ, ଅର୍ଜୁନ। ଉତ୍ତର ହେବ ଭୀମ। ଭାଷା ବ୍ୟବହାର ଶୃଙ୍ଖଳା ବା ନିୟମ ଗୁଡ଼ିକୁ କ'ଣ କୁହାଯାଏ? ବ୍ୟାକରଣ, ଭାଷାଜ୍ଞାନ, ଭାଷାତତ୍ତ୍ୱ, ସୂତ୍ର। ଉତ୍ତର ହେବ ବ୍ୟାକରଣ। ଧ୍ୱନିର ଦୃଶ୍ୟମାନ ଆକୃତିକୁ କ'ଣ କହନ୍ତି?
বর্ণ অক্ষর লিপি সংকেত উত্তর হব লিপি। ଶାସ୍ତ୍ରୀୟ ମାନ୍ୟତା ଲାଭ କରିବାରେ ଓଡ଼ିଆ ଭାଷାର ସ୍ଥାନ କେତେ? ସପ୍ତମ, ପଞ୍ଚମ, ଅଷ୍ଟମ, ଷଷ୍ଠ ଉତ୍ତର ହବ ଷଷ୍ଠ। ଓଡ଼ିଆରେ ବ୍ୟଞ୍ଜନ ଧ୍ୱନି ସଂଖ୍ୟା କେତେ? 8, 39, 33, 11 ଉତ୍ତର ହବ 33। ଅନ୍ଦାଜ ଅପରେସନ କପ୍ କଲେଜ ଏଠାରେ ଥିବା ଅଲଗା ଶବ୍ଦଟି ବାଛିବା। ଅନ୍ଦାଜ ହେବ କଲେଜ, ଅପରେସନ କପ୍ ଚାରୋଟି ମଧ୍ୟରୁ ଅଲଗା ହେବ ଅନ୍ଦାଜ। ମୌଳିକ ଶବ୍ଦ କହିଲେ କ'ଣ ବୁଝ? ଯେଉଁ ଶବ୍ଦ କେବେ ପରିବର୍ତ୍ତନ ହୁଏ ନାହିଁ, ଯେଉଁ ଶବ୍ଦ ଦୁଇଟି ଶବ୍ଦର ମିଶ୍ରଣ, ଯେଉଁ ଶବ୍ଦରୁ ଗୋଟିଏ ହେଲେ ଅକ୍ଷର କାଟି ହୁଏ ନାହିଁ, ଯେଉଁ ଶବ୍ଦ କାହା ସହ ମିଶେ ନାହିଁ ଉତ୍ତର ହେବ ଯେଉଁ ଶବ୍ଦରୁ ଗୋଟିଏ ହେଲେ ଅକ୍ଷର କାଟି ହୁଏ ନାହିଁ। ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣକୁ କେଉଁ ବର୍ଣ୍ଣ କୁହାଯାଏ? ନାସିକ୍ୟ ବର୍ଣ୍ଣ, ଅଯୋଗ ବାହୁ ବର୍ଣ୍ଣ, ଉଷ୍ମ ବର୍ଣ୍ଣ, ଆଶ୍ରିତ ବର୍ଣ୍ଣ ଉତ୍ତର ହେବ ନାସିକ୍ୟ ବର୍ଣ୍ଣ। ବେଙ୍ଗ ଏ ଶବ୍ଦର ସ୍ତ୍ରୀଲିଙ୍ଗ ରୂପ କ'ଣ ହେବ? ବାଙ୍ଗି, ବେଙ୍ଗାନୀ, ବେଙ୍ଗୁଲି, ବେଙ୍ଗୀ ଉତ୍ତର ହେବ ବେଙ୍ଗୁଲି। କବିଙ୍କ ମତରେ ପତାକା କାହା ସମାନ? ଅସ୍ତ୍ର, ଦେବତା, ପୁସ୍ତକ, ଶସ୍ୟ ଉତ୍ତର ହେବ ଦେବତା। ସତ୍ୟାଗ୍ରହୀମାନଙ୍କ ହାତ ମୁଠାରେ ଲୁଣ ଛଡ଼ାଇବାକୁ କିଏ ବଳ ପ୍ରୟୋଗ କଲା? ଗ୍ରାମବାସୀ, ସେନା, ବନ ବିଭାଗ, ପୁଲିସ ଉତ୍ତର ହେବ ପୁଲିସ। ସୋମବାରରେ ଗାନ୍ଧିଜୀ କେଉଁ ବ୍ରତ ପାଳନ କରୁଥିଲେ? ଯୋଗ, ମୌନ ବ୍ରତ, ଧ୍ୟାନ, ଉପବାସ ଉତ୍ତର ହେବ ମୌନ ବ୍ରତ। ଗାନ୍ଧିଜୀ ଲୁଣକୁ କାହାର ପ୍ରତୀକ ବୋଲି କହିଛନ୍ତି? ରାଷ୍ଟ୍ରର ଆତ୍ମସମ୍ମାନ, ଦେଶର ସମ୍ପଦ, ଆର୍ଥିକ ସ୍ୱାଧୀନତା, ଦେଶର ଶକ୍ତି ଉତ୍ତର ହେବ ରାଷ୍ଟ୍ରର ଆତ୍ମସମ୍ମାନ। ଲବଣ ଆଇନ ଅମାନ୍ୟ ଘଟଣା ବିଷୟରେ ଗାନ୍ଧିଜୀ କେଉଁ ପତ୍ରିକାରେ ଲେଖିଥିଲେ? ୟଙ୍ଗ ଇଣ୍ଡିଆ, ଦ ହିନ୍ଦୁ, ହରିଜନ, କେଶରୀ ଉତ୍ତର ହେବ ୟଙ୍ଗ ଇଣ୍ଡିଆ। ସତ୍ୟାଗ୍ରହୀମାନଙ୍କ ହାତ ମୁଠାରେ ଥିବା ଲୁଣକୁ ଗାନ୍ଧିଜୀ କାହାର ପ୍ରତୀକ ବୋଲି କହିଥିଲେ? ଆଶା, ଆତ୍ମସମ୍ମାନର, ଯୁଦ୍ଧର, ଧନର ଉତ୍ତର ହେବ ଆତ୍ମସମ୍ମାନର। ଆଲବର୍ଟ ସ୍ୱାଜରଙ୍କ ମତାନୁସାରେ ସମାଜ ପାଇଁ କେତୋଟି ପ୍ରଗତି ଦରକାର? 4ଟି, 2ଟି, 3ଟି, 5ଟି ଉତ୍ତର ହେବ 3ଟି। ଆଲବର୍ଟ ସ୍ୱାଜରଙ୍କ ପ୍ରଥମ ପ୍ରକାର ପ୍ରଗତି ନାମ କ'ଣ? ସମାଜର ସାମାଜିକତା, ଆଧ୍ୟାତ୍ମିକତା, ସାହିତ୍ୟ ପ୍ରଗତି, ଜ୍ଞାନ ଓ ପ୍ରଭୃତି ବିଜ୍ଞାନର ପ୍ରସାର ଉତ୍ତର ହେବ ଜ୍ଞାନ ଓ ପ୍ରଭୃତି ବିଜ୍ଞାନର ପ୍ରସାର। ଜ୍ଞାନ ଦ୍ୱାରା ମଣିଷ ମନରୁ କ'ଣ ଦୂରେଇ ଯାଏ? ସଂକୀର୍ଣ୍ଣତା, ଧନୀ ଦରିଦ୍ର ଭେଦ, ଅହଙ୍କାର, ଦୁଃଖ ଉତ୍ତର ହେବ ସଂକୀର୍ଣ୍ଣତା। ଆଧ୍ୟାତ୍ମିକତାର ପ୍ରଗତି କେଉଁଥିରେ ନିର୍ଭର କରେ? ଧନ, ଆତ୍ମାର ବ୍ୟାପକତା, ଶାରୀରିକ ଶକ୍ତି, ଶିକ୍ଷା ଉତ୍ତର ହେବ ଆତ୍ମାର ବ୍ୟାପକତା। ଚୀନ ସମ୍ରାଟ ସିଂହାତି କ'ଣ ଧ୍ୱଂସ କରିଥିଲେ? ପାଠାଗାର, ମନ୍ଦିର, ଶିବିର, କୃଷି ଜମି ଉତ୍ତର ହେବ ପାଠାଗାର। କନଫ୍ୟୁସିୟସଙ୍କ ଗ୍ରନ୍ଥ ପଢ଼ିବାକୁ କେଉଁ ସରକାର ଅପରାଧ ଘୋଷଣା କରିଥିଲା? ଚାଉ ସରକାର, ମଙ୍ଗଳ ସରକାର, ବ୍ରିଟିଶ ସରକାର, ସିଂହାତି ସରକାର ଉତ୍ତର ହେବ ଚାଉ ସରକାର। ଗ୍ରାମ ଜୀବନ କେଉଁ କାରଣରୁ କଳୁଷିତ ହୋଇଛି? ଶାନ୍ତି, ଧନ, ପ୍ରେମ, ଅଶିକ୍ଷା ଓ କଳହ ଉତ୍ତର ହେବ ଅଶିକ୍ଷା ଓ କଳହ। ସୁନନ୍ଦାଙ୍କ ସ୍ୱଭାବ କେମିତି? ଅଭିମାନିନୀ, ବାସ୍ତବବାଦୀ, ସାହସିକ, ନମ୍ର ଉତ୍ତର ହେବ ଅଭିମାନିନୀ। ସୁନନ୍ଦା କେଉଁ ଦିନ ଗଳ୍ପ ନାୟକଙ୍କ କୋଠରୀ ସଜାଉଥିଲେ? ଦୀପାବଳି, ହୋଲି, ନବବର୍ଷ, ଦଶହରା ଉତ୍ତର ହେବ ଦଶହରା। 100ଟି ପ୍ରଶ୍ନ ଭିତରୁ ପିଲାମାନେ 50ଟି ପ୍ରଶ୍ନ ସରିଗଲା। ଯେଉଁମାନେ ଭିଡ଼ିଓକୁ ଲାଇକ୍ କରିନ ଲାଇକ୍ କରିଦିଅ, ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅ। ଭିଡ଼ିଓର ଶେଷରେ ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ କେମିତି ଲାଗିଲା। ଯିବା ପରବର୍ତ୍ତୀ ପ୍ରଶ୍ନକୁ। ସୁନନ୍ଦାକୁ କେଉଁ ଜିନିଷ ଭୟ ଲାଗୁଥିଲା? ରାଜପଥ, ପୋକ, କାନ୍ଥରେ ଥିବା ଛବି, ଅନ୍ଧାର ଉତ୍ତର ହେବ କାନ୍ଥରେ ଥିବା ଛବି। ଦୁଃଖିଆ ମା କାହିଁକି ଚିନି ମାଗୁଥିଲା? ଛୁଆକୁ ଖୁଆଇବା ପାଇଁ, ଔଷଧ ପାଇଁ, ଚା ପାଇଁ, କ୍ଷୀରି କରିବା ପାଇଁ ଉତ୍ତର ହେବ ଛୁଆକୁ ଖୁଆଇବା ପାଇଁ। ଆମେ ସର୍ବେ କାହାକୁ ଜୁହାରିବା ବୋଲି କବି କହିଛନ୍ତି? ରାଜା, ଜାତୀୟ ପତାକା, ଈଶ୍ୱର, ଗୁରୁ ଉତ୍ତର ହେବ ଜାତୀୟ ପତାକା। ଦରିଆ ଦଖଲ ଏହି ଲେଖାଟି କବିଙ୍କ କେଉଁ ପୁସ୍ତକରୁ ସଂଗୃହୀତ? ଭାଗବତ ଧର୍ମସାର, ଗୀତା ପ୍ରବଚନ, ଶିକ୍ଷା ତତ୍ତ୍ୱ, ଅମୃତ ଅନୁଭବ ଉତ୍ତର ହେବ ଅମୃତ ଅନୁଭବ। ଆଲବର୍ଟ ସ୍ୱାଜରଙ୍କ ତୃତୀୟ ପ୍ରଗତିର ନାମ କ'ଣ? ଆଧ୍ୟାତ୍ମିକତା, ମାନବ ସମାଜର ସାମାଜିକତା, ଜଡ଼ବାଦ, ଜ୍ଞାନ ଓ ପ୍ରଭୃତି ବିଜ୍ଞାନର ପ୍ରସାର ଉତ୍ତର ହେବ ଆଧ୍ୟାତ୍ମିକତା। ପ୍ରଗତି ଓ ମାନବ ଧର୍ମ କେଉଁ ପୁସ୍ତକରୁ ସଂଗୃହୀତ? ସାମାଜିକ ମୂଲ୍ୟବୋଧ, ସମାଜ ଓ ସଭ୍ୟତା, ଶାସନ ଓ ସଂସ୍କାର, ଅର୍ଥନୈତିକ ଯୋଜନା ଉତ୍ତର ହେବ ସାମାଜିକ ମୂଲ୍ୟବୋଧ। ସୁନନ୍ଦାର ବେପଥୁ ହାତ କେତେ ଟଙ୍କା ବଢ଼ାଇ ଦେଲା?
15, 10, 25, 20। ଉତ୍ତର ହେବ 20 ଟଙ୍କା। ଲୁଣ ମରା ସ୍ଥାନରେ ସାମାନ୍ୟ ରକ୍ତପାତ କାହିଁକି ହୋଇଥିଲା? ପୋଲିସ ଲୋକଙ୍କ ହାତ ମୋଡ଼ି ଦେବାରୁ, ପୋଲିସ ବନ୍ଧୁକ ମାରିଥିବାରୁ, ତିମି ମାଛ ଆକ୍ରମଣ କରିବାରୁ, ଲୋକେ ହଣାକଟା ହେବାରୁ। ଉତ୍ତର ହେବ ପୋଲିସ ଲୋକଙ୍କ ହାତ ମୋଡ଼ି ଦେବାରୁ। ଆର୍ଟ ଅଫ୍ ହ୍ୟୁମିଲିଟିରେ ଗାନ୍ଧିଜୀ କେଉଁ ଦୃଶ୍ୟ ଦେଖିଥିଲେ? ଲୁଣ ସରି ଯାଇଥିବା ଦୃଶ୍ୟ, ପୋଲିସ ଚୋରକୁ ଧରିଥିବାର ଦୃଶ୍ୟ, ଜନତା ପୋଲିସକୁ ଆକ୍ରମଣ କରିବାର ଦୃଶ୍ୟ, ସ୍ତ୍ରୀ ଛୁଆ ପିଲା ଧରି ଲୁଣ ମାରିବା ଦୃଶ୍ୟ। ଉତ୍ତର ହେବ ସ୍ତ୍ରୀ ଛୁଆ ପିଲା ଧରି ଲୁଣ ମାରିବା ଦୃଶ୍ୟ। ସେମାନେ କଟକ ଯିବେ, ଏଠାରେ ସେମାନେ କେଉଁ ପୁରୁଷ? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ଉତ୍ତର ହେବ ତୃତୀୟ ପୁରୁଷ। ରାମର ଦୌଡ଼ିବାଟା ଭଲ ହୁଏ ନାହିଁ, ଏଠାରେ ଦୌଡ଼ିବାଟା କେଉଁ ପ୍ରକାର ବିଶେଷ୍ୟ ପଦ? ଗୁଣବାଚକ, ବସ୍ତୁବାଚକ, ଜାତିବାଚକ, କ୍ରିୟାବାଚକ। ଉତ୍ତର ହେବ କ୍ରିୟାବାଚକ ବିଶେଷ୍ୟ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ବସ୍ତୁବାଚକ ବିଶେଷ୍ୟ ପଦର ଉଦାହରଣ? ମାଛ, ଟେବୁଲ, ରୂପା, ହାର। ଉତ୍ତର ହେବ ରୂପା। ଜାତୀୟ ପତାକାକୁ କ'ଣ ଭାବିବା ଉଚିତ ନୁହେଁ ବୋଲି କବି କହିଛନ୍ତି? ବଡ଼ ପତାକା, ଅଶୁଦ୍ଧ କନା, ଲମ୍ବା କନା, କନା ଛେକା ଖଣ୍ଡେ। ଉତ୍ତର ହେବ କନା ଛେକା ଖଣ୍ଡେ। କେତେବେଳେ ଆମ ହୃଦୟ ଗର୍ବର ସହ ନାଚି ଉଠିବ? ଯୁଦ୍ଧ କଲେ, ମହୋତ୍ସବ ହେଲେ, ଏକତା ରକ୍ଷା ହେଲେ, ଜାତୀୟ ପତାକା ଫରଫର ଉଡ଼ିଲେ। ଉତ୍ତର ହେବ ଜାତୀୟ ପତାକା ଫରଫର ଉଡ଼ିଲେ। ଆମେ କିପରି ସ୍ୱାଧୀନତା ହାସଲ କରିଛୁ ବୋଲି କବିତାରେ କୁହାଯାଇଛି? ଆମୋଦ ପ୍ରମୋଦରେ ବୁଡ଼ି, ରାଜାମାନଙ୍କୁ ହଟାଇ, ହିଂସା କାର୍ଯ୍ୟ କରି, ଶହ ଶହ ବୀରଙ୍କ ତ୍ୟାଗ ଫଳରେ। ଉତ୍ତର ହେବ ଶହ ଶହ ବୀରଙ୍କ ତ୍ୟାଗ ଫଳରେ। ଗାନ୍ଧିଜୀ କେଉଁ ଦିନ ମୌନବ୍ରତ ପାଳନ କରୁଥିଲେ? ସୋମବାର, ଶୁକ୍ରବାର, ରବିବାର, ଶନିବାର। ଉତ୍ତର ହେବ ସୋମବାର। ଗ୍ରାମ ଜୀବନ କଳୁଷିତ ହେବାର କାରଣ କ'ଣ? ଉତ୍ସବ ଯୋଗୁଁ, ପର୍ବପର୍ବାଣୀ ଯୋଗୁଁ, କଳହ ଯୋଗୁଁ, ବର୍ଷା ଯୋଗୁଁ। ଉତ୍ତର ହେବ କଳହ ଯୋଗୁଁ। ଆମର ପୁରାତନ ସମାଜରେ କେଉଁ ଜୀବନକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା? ବ୍ୟକ୍ତିଗତ ଜୀବନ, ଗୋଷ୍ଠୀ ଜୀବନ, ସ୍ୱାର୍ଥ ଜୀବନ, ଶାନ୍ତି ଜୀବନ। ଉତ୍ତର ହେବ ଗୋଷ୍ଠୀ ଜୀବନ। ନିମ୍ନୋକ୍ତ ମଧ୍ୟରୁ କାହାକୁ ନିମନ୍ତ୍ରଣ ପାଇଁ ସୁନନ୍ଦା କହିନଥିଲେ? ସାଇମନ, ପ୍ରେମରାଜ ବାବୁ, ବଙ୍କିମ ବାବୁ, ଚାନ୍ଦିନୀ। ଉତ୍ତର ହେବ ସାଇମନ। ଦୁଃଖିଆ ମା ରମକୁ କ'ଣ ମାଗିଲା? କ୍ଷୀରି, ଚିନି, ଚାଉଳ, ପାଣି। ଉତ୍ତର ହେବ ଚିନି। ଲେଖକ ଓ ସୁନନ୍ଦା କେଉଁ ଶବ ସଂସ୍କାର ସମିତି ସହ ଭେଟ ହୋଇଛନ୍ତି? ସୁନନ୍ଦା ଶବ ସଂସ୍କାର ସମିତି, ଅକଲ ଶବ ସଂସ୍କାର ସମିତି, ଅଖିଳ ଶବ ସଂସ୍କାର ସମିତି, ନିଖିଳ ଶବ ସଂସ୍କାର ସମିତି। ଉତ୍ତର ହେବ ନିଖିଳ ଶବ ସଂସ୍କାର ସମିତି। ଅପକ ଏହି ଶବ୍ଦର ଅର୍ଥ କ'ଣ? କଞ୍ଚା, ପ୍ରକଟ ହେବା, ଅସ୍ଥିର, ଇସାରା। ଉତ୍ତର ହେବ କଞ୍ଚା। ଭଙ୍ଗା ଘର, ତତଲା ପାଣି ଏଗୁଡ଼ିକ କ'ଣ ଅଟେ? ପୁରାଣବାଚକ ବିଶେଷଣର ଉଦାହରଣ, ଅବସ୍ଥାବାଚକ, ଜାତିବାଚକ, ସଂଖ୍ୟାବାଚକ। ଉତ୍ତର ହେବ ଅବସ୍ଥାବାଚକ ବିଶେଷଣର ଉଦାହରଣ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା? ଲୁହା, ମୂର୍ତ୍ତି, କଣ୍ଢେଇ, କବାଟ। ଉତ୍ତର ହେବ ଲୁହା। ସମୟ ସମୟରେ ମଧୁର ଶବ୍ଦରେ ବାଧା କାହିଁକି ଆସେ? ନିଦ୍ରା ଶେଷ ହେବା ଯୋଗୁଁ, ପ୍ରକୃତି ସତ୍ୟର ଆବିଷ୍କାର ଯୋଗୁଁ, ଅନ୍ୟର ହସ୍ତକ୍ଷେପ ଯୋଗୁଁ, ଶାରୀରିକ ଦୁର୍ବଳତା ଯୋଗୁଁ। ଉତ୍ତର ହେବ ପ୍ରକୃତ ସତ୍ୟର ଆବିଷ୍କାର ଯୋଗୁଁ। ମଣିଷର ବିଶ୍ୱାସକୁ କ'ଣ ବୋଲି କୁହାଯାଏ? ଦୃଢ଼ ବିଶ୍ୱାସ, ଭିତ୍ତିହୀନ ବିଶ୍ୱାସ, ଭିତ୍ତିହୀନ ମଧୁର ସ୍ୱପ୍ନ, ସତ୍ୟ। ଉତ୍ତର ହେବ ଭିତ୍ତିହୀନ ମଧୁର ସ୍ୱପ୍ନ। କେଉଁ ପ୍ରକାର ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ? ସାମୂହିକ ଉନ୍ନତି ମନୋଭାବ, ସହିଷ୍ଣୁତା ମନୋଭାବ, ସ୍ୱାର୍ଥ ହାସ୍ୟର ମନୋଭାବ, ବ୍ୟକ୍ତିଗତ ଇଚ୍ଛା ଓ ନିଜ ସପକ୍ଷରେ ମନୋଭାବ। ଉତ୍ତର ହେବ ବ୍ୟକ୍ତିଗତ ଇଚ୍ଛା ଓ ନିଜ ସପକ୍ଷରେ ମନୋଭାବ। ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ କ'ଣ? ଆଧ୍ୟାତ୍ମିକତା, ଆସକ୍ତି ଭାବ, ଅନାସକ୍ତ ଭାବ, ଈଶ୍ୱର ବିଶ୍ୱାସ। ଉତ୍ତର ହେବ ଆସକ୍ତି ଭାବ। ଅନାସକ୍ତ ବ୍ୟକ୍ତି ହିଁ ହେଉଛି ଆଦର୍ଶ ମାନବ। ଏକଥା କିଏ କହିଛନ୍ତି? ଆଦର୍ଶ ମାନବ ବଂଶୀଧର ସାମନ୍ତରାୟ, ଶରତ କୁମାର ମହାନ୍ତି, ଆଲ୍ଡସ୍ ହକ୍ସଲେ। ଉତ୍ତର ହେବ ଆଲ୍ଡସ୍ ହକ୍ସଲେ। ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ବିଜ୍ଞାନ ମଣିଷ, ଗାନ୍ଧୀ ମଣିଷ, ବିଜ୍ଞାନ ମଣିଷ, ବିଜ୍ଞାନ ଦୃଷ୍ଟି। ଉତ୍ତର ହେବ ବିଜ୍ଞାନ ଦୃଷ୍ଟି। ଅରୁନ୍ଧତୀ କାହାକୁ ଲକ୍ଷ୍ୟ କରି ଆତତାୟୀ ବୋଲି କହିଛନ୍ତି? ସହପୁତ୍ର, ବାଲ୍ମୀକି, ବଶିଷ୍ଠ, ବିଶ୍ୱାମିତ୍ର। ଉତ୍ତର ହେବ ବିଶ୍ୱାମିତ୍ର। ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ହେଉଥିବା ବେଳେ କି ଘଟଣା ଘଟିଲା? ଇଙ୍ଗୁଦି ଦ୍ୱୀପ ଲିଭିଗଲା, ହଠାତ୍ ବାତ୍ୟା ହେଲା, ହଠାତ୍ ବିଶ୍ୱାମିତ୍ର ବଶିଷ୍ଠଙ୍କ ପାଦ ତଳେ ପଡ଼ିଗଲେ, ଲୁଣ ସରିଗଲା। ଉତ୍ତର ହେବ ହଠାତ୍ ବିଶ୍ୱାମିତ୍ର ବଶିଷ୍ଠଙ୍କ ପାଦ ତଳେ ପଡ଼ିଗଲେ। ଅନୁତପ୍ତ ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନ କରି ବଶିଷ୍ଠ କ'ଣ କହିଲେ? ଉଠ ଏବେ ଉଠ ଏ ବ୍ରହ୍ମର୍ଷି, ଉଠ ଏବେ ଉଠ ଏ ରାଜର୍ଷି, ଉଠ ଏବେ ଉଠ ଏ ଋଷି, ଉଠ ଏବେ ଉଠ ଏ ମହର୍ଷି। ଚତୁର୍ଥ ଅପସନ୍ ସଠିକ୍ ହେବ ଉଠ ଏବେ ଉଠ ଏ ମହର୍ଷି। ବଶିଷ୍ଠଙ୍କୁ ଅରୁନ୍ଧତୀ ମହିୟାନ ଦେବତା ବୋଲି କହିବାର କାରଣ କ'ଣ? ବଶିଷ୍ଠ ଦେବତା ରୂପ ଧାରଣ କରିବାରୁ,
वशिष्ठ विश्वामित्र को पराजय करिबारु वशिष्ठ देवता समशक्ति थिबारु अपराधी विश्वामित्र को वशिष्ठ क्षमा करिबारु सठिक उत्तर हम अपराधी विश्वामित्र को वशिष्ठ क्षमा करिबारु नासमर पाश प्रयास किए क्या कही विश्वामित्र वशिष्ठ को वशिष्ठ विश्वामित्र को अरुंधति वशिष्ठ को विश्वामित्र अरुंधति को उत्तर हम विश्वामित्र वशिष्ठ को वशिष्ठ विश्वामित्र को महर्षि बोली संबोधन करनथिले काहेकि कारण वशिष्ठ विश्वामित्र को भल पाउ नथिले कारण वशिष्ठ अधिक ज्ञानी थिले कारण वशिष्ठ निजक महर्षि भाबुथिले कारण विश्वामित्र ठारे हिंसा द्वेष आदि को प्रवृत्ति थिला एहला सठिक उत्तर कारण विश्वामित्र ठारे हिंसा द्वेष आदि को प्रवृत्ति थिला विश्वामित्र मन में अंतप जात है कहीं विश्वामित्र वशिष्ठ गृह ध्वंस कर वशिष्ठ तपस्या भग्न होबारु विश्वामित्र वशिष्ठ सह युद्ध कर विश्वामित्र वशिष्ठ पुत्र मान हत्या कर उत्तर हम विश्वामित्र वशिष्ठ पुत्र मान हत्या कर विश्वामित्र घर को लुण मागि जावाक अरुंधति आपत्ति करते कहीं विश्वामित्र अत्यंत क्रोधी थिबारु विश्वामित्र अत्यंत लोभी थिबारु विश्वामित्र वशिष्ठ पुत्र गण को हत्या कर विश्वामित्र अत्यधिक गरीब थिबारु उत्तर हम विश्वामित्र वशिष्ठ पुत्र गण को हत्या कर देवेंद्र को राजेन्द्र टंका मागिबार कारण कौन थिला पोशाक किनिबापई फूलमाल किनिबापई अतिथि सत्कार पई सौदा किनिबापई उत्तर हम सौदा किनिबापई मां को पाखरे रखा कोनी मना कले कहीं कोनी निज बापा संपत्ति पाई नथिला कोनी परिवार सदस्य अधिक पुओ थाउ तो माँ झील घरे रही लोके खराब कहिबे कोनी घर छोट थिला उत्तर हम पुओ थाउ तो माँ झील घरे रहिले लोके खराब कहिबे मिश्र क्रियार उदाहरण चारोटी मध्य सठिक कौन दर्शन कले देखाइले देखिले देखुले उत्तर हम दर्शन कले निम्नलिखित मध्य केउटी एक प्राणार्थक क्रिया अटे दर्शन कला देखिला देखाइला देखिब उत्तर हम देखाइला निम्नलिखित मध्य केउटी एक कालवाचक अव्यपद किंबा तेणु ओ हठात उत्तर हम हठात निम्नलिखित मध्य केउटी एक कालवाचक अव्यपद नचेत परंतु किंबा एबे उत्तर हम एबे हाथ यही पद को व्यवहार कर एक नाम धातु क्रिया गठन करवा हाथ देवा हाथ रखा हाथाइबा उत्तर हम हाथाइबा गोड़ यही पद को व्यवहार कर नाम धातु क्रिया गठन करवा गोड़ेबा गोड़ रखा गोड़ थोइबा गोड़ देवा उत्तर हम गोड़ेबा केउटी एक सम्मति सूचक अव्यपद किंतु नचेत हूँ किंबा उत्तर हम हूँ दिशारे कथा किए विश्वास करुला हरि सुरेश दीपू सिपू उत्तर हम हरि गाँव में किए रोला हरि सुरेश हर रमेश उत्तर हम हरि शेष प्रश्न पिला सहर पिला ज्वर हेले किपरि भल हुअन्ति दिशारी पाखक जाई डाक्तर पाखक जाई गुणिया देखाई चेरमूली खाई उत्तर हम डाक्तर पाखक जाई ये थिला पिला माने 100टी गुरुत्वपूर्ण एमसीक्यू प्रश्न वीडियो भल लगे लाइक करदे केमती लागला कमेंट रे जणाइबो चैनल को न आस्तिले सब्सक्राइब करदे ओडिया सर रवि व्हाट्सएप चैनल को फॉलो करि नथिले डिस्क्रिप्शन रे देइथबा लिंक ऊपर क्लिक करि तुमे फॉलो करि पारिबो पुणी देखाबा पिला माने आउ एक वीडियो को शेष पर्यंत देखिथिबारु समस्त को बहुत बहुत धन्यवाद।